नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। यत्कृपातमहं वन्दे परमानन्दमाधवम्। मधुरया गिरा वल्गुवाक्यया बुधमनोज्ञया पुष्करेक्षण विधि करीरिमा वीरमुह्यतिरधर सिधुनां पाययस्वन। तव कथामृतं तप्तजीवनं कविभिरीडितं कल्मषापहं। श्रवणमङ्गलं श्रीमदाततं भुवि गृह्णन्ति ते भूरिदा जना। प्रहसितं प्रियप्रेमवीक्षणं विहरणं च ते ध्यानमङ्गलम्। रहसि संविदो जाहृति स्पृशः कुहकनो मनः क्षोभयन्ति। चलसि जत व्रजत चारयन पशुन नलिन सुन्दरं नाथ ते पदं। शीलतृणाङ्कुरैः सीदति तिनः कलिलतां मनः कान्त गच्छति। दिनपरीक्षये नीलकुन्तलैः वनरुहाननं बिभ्रदावृतं। घनरजस्वलं दर्शयन् मुहुर्मनसि न स्मरन् वीरजच्छसि। श्रील श्रीपाद शुकदेव गोस्वामी पाद कहते महाराज परीक्षित श्रवण करंतु ब्रजवनिता मानकर कृष्ण प्रीतिर नैवेद्य जहाँ निवेदन करुछन्ति अंतरर अर्घ्य कृष्ण पादारविंदरे ये प्रकाश पाउछि केवल विप्रलंभ बा विच्छेदर विचित्र प्रभाव रे। आमे आलोचना करिछे पूर्वरु रस जगत रे विप्रलंभर प्राधान्य अत्यधिक। विच्छेद कालीन विलाप रे हृदयर समस्त भाव समस्त आवेग उद्गारित हुए। आ प्रीति कसटी पथर रे कसिला भलिया चरम अवस्था को स्पर्श करे। तार शुद्धता तार निर्मलता और झलक विप्रलंभरे ही विच्छेद रे प्रकाश पाए। यदिओ विच्छेद कालीन ज्वाला कोटि वृश्चिक तुल्य बड़ व्यथादायक, तथापि एही जंत्रणा को रसिक गण आवाहन करिछन्ति। से जंत्रणा भितरे एक परम स्वाद अछि, जो स्वाद अद्वितीय। मिलन रे स्वाद नाही, विप्रलंभरे जो स्वाद प्रेमी उ प्रेमास्पद अनुभव करते। रसर मूल मूर्ति रसिक शेखर रस पिपासु रस लालसी श्री कृष्ण बोधे ब्रजांगना मानकर हृदयर ए अनिर्वचनीय प्रीति भोग करिबा पाई अंतर्हित है लुकायित अछंती। कहिबे आगामी अध्याय रे मु कुआडे जाई नथिली, तुम पाखे पाखे थी,
ତୁମର ଅନ୍ତରାଳରେ ଅଦୃଶ୍ୟ ଭାବରେ ରହି ତୁମର ହାବ ଭାବ ଆଳାପ ଲକ୍ଷ୍ୟ କରୁଥିଲେ। ତୁମେ କାହିଁକି ମୋ ଉପରେ ରାଗୁଛ? ଏକଥା କହି ଶୁକଦେବ ଗୋସ୍ୱାମୀ ପ୍ରସଙ୍ଗ କ୍ରମେ ବ୍ରଜାଙ୍ଗନାମାନଙ୍କର ବାକ୍ୟ ମାଧ୍ୟମରେ ରସରାଜ୍ୟର ବିବିଧ ନିୟମାନୁସାରୀ ଗୋପୀ ବାକ୍ୟ ସମୂହ ଯାହା ଶୁଣିଥିଲେ, ଅନ୍ତଃ ଶ୍ରବଣରେ ଯାହା ଶୁଣିଥିଲେ, ଏ ଭାବ ଏ ଧ୍ୱନି ଏ କାନରେ ଶୁଣାଯାଏ ନା। ଆମେ ଆଲୋଚନା କରିଛେ ଜୀବର ଶରୀର ଚାରୋଟି ଆସ୍ତରଣ ଯୁକ୍ତ। ଆମେ ଦେଖୁଛେ କେବଳ ସ୍ଥୂଳ ଶରୀରଟିକି, ତା ଭିତରେ ସୂକ୍ଷ୍ମ ଶରୀର ଥିବା ଦେଖିପାରୁନେ କି ଧରିପାରୁନେ, ସିନା ଅନୁଭବ କରିପାରୁଛେ। ଗୋଟେ ସୂକ୍ଷ୍ମ ଶରୀର ଭିତରେ ଅଛିରେ ଗାଢ଼ ନିଦ୍ରା କାଳରେ ସେଉଟି ନିଷ୍କ୍ରିୟ ହୋଇପଡୁଛି ସୂକ୍ଷ୍ମ ଶରୀରଟି। ତା ଭିତରେ ଗୋଟିଏ କାରଣ ଶରୀର ଅଛି। କାରଣ ଶରୀରକୁ ବ୍ରହ୍ମଜ୍ଞ ପୁରୁଷମାନେ ଉପଲବ୍ଧି କରିପାରନ୍ତି, ସମସ୍ତେ ଅନୁଭବ କରିପାରନ୍ତିନି। ସେ କାରଣ ଶରୀରର ଅଭ୍ୟନ୍ତରରେ ଚତୁର୍ଥ ଶରୀର ଭାବ ଶରୀର ବିଦ୍ୟମାନ। ଏ ଭାବ ଶରୀରକୁ ଜ୍ଞାନ ବଳରେ ଧରି ହୁଏ ନା। କାରଣ ଶରୀରଟିକେ ଜ୍ଞାନ ବଳରେ ଧରି ହୁଏ, କିନ୍ତୁ ଭାବ ଶରୀରଟିକେ ଜ୍ଞାନ ବଳରେ ଧରି ହୁଏ ନା। ତାହା ସମୟ ସମୟ ଭାବଯୁକ୍ତ ମାନସରେ ରସଯୁକ୍ତ ମାନସରେ ଆପେ ଆପେ ଉଙ୍କି ମାରେ। ଆପଣମାନେ ଚିଲିକାରେ କି ସମୁଦ୍ରରେ ଡଲଫିନ୍ ଦେଖିଥିବେ, ସେଗୁଡ଼ାକ ଉପରେ ଭେଳା ଭେଳା ହେଇ ଭାସନ୍ତିନି, ଉଠି ବୁଡ଼ିକିରି ଥାନ୍ତି। ବିରାଟ ବିରାଟ ଶରୀର, 10 ଫୁଟ 8 ଫୁଟ 15 ଫୁଟ 12 ଫୁଟ ଲେଖେ ଲମ୍ବା, କୁଣ୍ଡ ପାଇବନି, ମୋଟା ମୋଟା ମତ୍ସ୍ୟ ଜାତୀୟ ଜୀବ ଯାହାକୁ ଡଲଫିନ୍ କୁହାଯାଏ। ସେଗୁଡ଼ିକ ସ୍ୱଇଚ୍ଛାରେ କେତେବେଳେ କେମିତି ବାହାରକୁ ଓଲଟି ପଡ଼ନ୍ତି। ସେତେବେଳେ ତାଙ୍କର ପେଟ ପିଠି ଟିକେ ରୁଷିଯାଏ। ଅନ୍ୟାନ୍ୟ ମତ୍ସ୍ୟ ତୁଲ୍ୟ ସେମାନେ ସବୁବେଳେ ଭାସନ୍ତିନି। ଲୋକେ ଚାତକ ଭଳିଆ ଚାହିଁ ରହିଥାନ୍ତି ଜଳର ଉପରି ଭାଗକୁ ନୌକାରେ ବସି। ହେ ଗୋଟେ ସେଠି ବାହାରିଲା ଦେଖ, ହେ ସେଠି ଗୋଟେ ଦେଖାଗଲା, କେତେବେଳେ କେମିତି ଗୋଟେ ବାହାରି ପଡେ। ସେଇଭଳିଆ ଏ ଭାବ ଶରୀର କୌଣସି ବାଟରେ ଅନୁଭବ ହୁଏ ନା ଅଛି ବୋଲି। ୟାର ଅସ୍ତିତ୍ଵ ଅନୁଭବ ହୁଏ ଯେତେବେଳେ ମନ ଭାଗବତ ଭାବରେ ଭାଗବତ ରସରେ ଜୁଡୁବୁଡୁ ହେଇକରି ଥାଏ। ସେତେବେଳେ ଡଲଫିନ୍ ବାହାରିଲା ଭଳିଆ ବାହାରକୁ କେତେବେଳେ ଟିକେ ଉଙ୍କି ମାରେ ଏ ଭାବ ଶରୀର। ସେତିକି ବେଳେ ଭାବ ଶରୀରର ଅସ୍ତିତ୍ଵ ସମ୍ବନ୍ଧରେ ଜ୍ଞାନ ଲାଭ ହୁଏ ବା ବିଶ୍ୱାସ ହୁଏ। ଆଉ ଏ ଭାବ ଶରୀର ଦ୍ୱାରା ଗୋଟେ ବଡ଼ କଥା ହୁଏ, ଯେଉଁମାନେ ଗୋପୀ ସ୍ତରକୁ ଚାଲି ଯାଆନ୍ତି, ଯେଉଁ ମୁନି ଋଷିମାନେ ସକଳ ସିଦ୍ଧିକି ଅତିକ୍ରମ କରି ବିଭୁ ପାଦାରବିନ୍ଦ ଗୋବିନ୍ଦ ପାଦାରବିନ୍ଦ ପ୍ରାପ୍ତ ହୁଅନ୍ତି ପ୍ରେମର ଶାଣିତ ଚିତ୍ତରେ, ସେମାନେ ଭଗବାନଙ୍କର ଯେଉଁ ସେବା କରନ୍ତି, ଭଗବାନଙ୍କ ସ୍ୱରୂପକୁ ଆସ୍ୱାଦନ କରନ୍ତି, ସେଇ ସ୍ୱରୂପ ଆସ୍ୱାଦନ, ଭଗବାନଙ୍କର ରୂପର ଦର୍ଶନ, ଶ୍ରୀଅଙ୍ଗର ସ୍ପର୍ଶ, ବଲ୍ଗୁ ଭାଷାର ଶ୍ରବଣ ଇତ୍ୟାଦି ଗୁଡ଼ିକ ସ୍ଥୂଳ ଶରୀରରେ ହବନି, ସୂକ୍ଷ୍ମ ଶରୀରରେ ହବନି, କାରଣ ଶରୀରରେ ମଧ୍ୟ ହବନି। କାରଣ ଏ ତିନୋଟି ଯାକ ପ୍ରାକୃତ ଶରୀର, ଅପ୍ରାକୃତ ନୁହନ୍ତି। କାରଣ ଯଦିଓ ପ୍ରାକୃତ ଓ ଅପ୍ରାକୃତର ସନ୍ଧି, ତଥାପି କାରଣ ସାଗର ନିତ୍ୟସ୍ଥାୟୀ ହେଲେ ମଧ୍ୟ ମାୟାର ମୌଳିକ ଅବସ୍ଥାଟା, କାରଣ ସାଗରରୁ ମେଞ୍ଚେ କାରଣ ଆସି ସେ କାରଣ ଦେହଟି ତିଆରି ହେଇଛି। ଆଉ କାରଣ ସାଗର କୁହାଯାଏ। ବିପୁଳ ବୋଲି ତା ନା ସାଗର। ବିପୁଳ ପରିମାଣର କାରଣ ତତ୍ଵ
से कारण तत्व ही परवर्ती काल रे धीरे धीरे स्थूलता प्राप्त ही प्रकृति बा माया बा अज्ञान जहा कि कहतु ए कारण तेणु ताहा मध्य प्राकृत अप्राकृत नुहे। तेणु ये तीनोटी शरीर अप्राकृत विभू स्वरूप को आस्वादन करी है ना। जदि किए केतेबेले भगवान स्वरूप आस्वादन करती दर्शन करती के स्पर्श करती भाव शरीर भाव शरीर ध्रुव एक कथाटे स्पष्ट करी कहिछंती। आपण मानकर मने थिबो भागवतर अति अभ्यंतर निगूढ़ रहस्य ये जेतेबेले ध्रुव भगवान को सम्मुख रे देखि पकेइले तपस्या रे बसिथिले तो ध्रुव भगवान गरुड़ पृष्ठ रे विराजमान करी ध्रुवर सामना रे गरुड़रू ओह्लई गरुड़ पिठी के आउजी त्रिभंग ढाणी रे छिड़ा ही पड़ले। त्रिभंग ललित भंगी रे छिड़ा ही पड़ले। चतुर्भुज ध्रुव मध्य चिन्हिले मु तपस्या करुथुवा खोजुथुवा प्रभु एई बोधे भगवान एई मो पाखु को मो प्रभु आसीगले। ध्रुवंग मन बड़ आनंदित हो गला। से चाहले बसी आसन रु दौड़िकी पलैबी प्रभुंर दुई पाद को जापुड़ी धरी पकेबी खूब जोर रे पाद तले पाद उपरे मस्तक थोईकरी शोई पड़ी पाद तले प्रभु प्रभु बोली केते आतुर वाक्य कहबी भगवान को केते स्तव स्तुति करी पकेबी किंतु किछि हेलानी। ध्रुवर किछि हेलानी ना आसन उठी पारला ना आगो को पादे जाई पारला ना पाद को धरी पारला ना पाटी फिटिला पदे कही पारला पाटी भी फिटिलानी किछि हेलानी। एतले किछि न होला भगवान मुरुकी मुरुकी हसुचंती ध्रुव को चाहिंचंती ध्रुव यदि विकल होउची मु पळैबी प्रभु को पाद को खूब जोर रे धरी पकेबी केते स्तव स्तुति करी पकेबी से पादरे शीतल पादरे मस्तक रखिकी शोई पड़ी एमती गोटे भाभी होची सीना उठी पारुनी कि जाई पारुनी कि पाद को धरी पारुनी जमी बंधा ही जाइए तार सर्वांग। भगवान टिके टिके हसुथिले। बाम हस्तर बाम पार्श्वर ऊर्ध्व हस्तर शंखटा थिला। शंखटा को यदि बा हाथ बढ़े तार कपाल टिके ध्रुवर छुआई देले जमती शंखटी छुई जाइए चटकरी उठला। ध्रुव पाद तले प्रणाम करी स्तव कर गड़ 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 स्तव कर नहीं कि आम आलोचना करछे कथा आज द्वितीय थर पुनर्वार आसी प्रसंग। ध्रुव प्रथम श्लोक जो पाटी खुटिला खोलिला प्रथम श्लोक कौन कहले भगवान को स्तुति रे जोन्तः प्रवेश्य मम वाच इमां प्रसुप्तां संजीवयत्यखिल शक्ति ध्वरा स्वधामना अन्यच्च हस्तचरण श्रवण त्वगादीनि प्राणन नमो भगवते पुरुषाय तुभ्यं। गोटे गोटे अमृतर गुटिका भागवत भितर उड़िक गोटे गोटे अमृतर गुटिका जोन्तः प्रवेश्य ध्रुव अनुभव कले शंखटी जमी छुआई देले बाजिगला कपाल रे ध्रुवर ता भितर कौन गोटे पशिगला ता भितर कौन गोटे पशिगला कि शक्ति कि तेज गोटे पशिगला पशिकी कौन कला ना ता शरीरटा शोई पड़ीला सुप्त हो जाइथला ताको जागृत कार्यक्षम करैदला सेटा निष्क्रिय हो पड़ीला शरीरटा ता शरीरटा निष्क्रिय हो पड़ीला काम करू नथला। आम जदि गाढ़ निदर शोई पड़िथिबा शिशुटीए देखिबा तार हाथ गोड़ आखि नाक काम किछि काम करू नाहंती ता पिठी के आउंसिले से जानि पारुनी ता पिचा को चिमुंटिले से जानि पारुनी ता नाक पाखरे कोन गोटे हलैले से गंध कि सुगंध जानि पारुनी मातृस्तन्य ता पाटी रे धर देले से ग्रहण करि पारुनी
तार अंग प्रत्यंग किसी काम करना सुप्त हो पड़ती सेमती ध्रुव अनुभव कले निज शरीरटा शोई पड़ा सुप्त हो जाता शिशु भाया गाढ़ निदरे जमी निष्क्रिय पलटि जाता जो तेजटा पशिला शंख स्पर्श पशिगला से शरीरटा को जागृत करदेला समस्त अंग प्रत्यंग शरीर जागृत हो उठी पड़े उठी पड़ी जहाँ कम सी कले नाक शुंघा आरंभ कला हाथ धरवा आरंभ कला पाद चलने आरंभ कला पाटी कहवाक आरंभ कला आखि देखा आरंभ कला जागृत हो पड़े पर समस्त अंग प्रत्यंग कार्य करगले ध्रुव कहते अनुभव कले मो भितर कौन बसला भगवान निजे बसीगले भगवान निजे बसीगले जहा भगवान तांको शंख ता भीतर प्रवेश करथिबा शक्ति युड़ाक भिन्न नुहंती ना आमे सिना अनुभव कर पारने आम पाखे भेद ज्ञान अच्छे मायार प्रभाव रे आमर भेद ज्ञान उत्पन्न होइथिबारु माया कौन करछि कि आम भीतर गोटे भेद ज्ञान आरंभ कर दीचे ना प्रथम भेद मु तू एटा तो मायार प्रथम क्रिया प्रथम भेद मु तू बस प्रथम भेद आरंभ कला द्वितीय भेद इटा मोर सेटा तार मु मोर रे आसीगला प्रचंड आसक्ति तू तोर रे तार उल्टा विद्वेष इठू मायार क्रियाटा आरंभ संसार रे मु तू भेद मोर तोर भेद भेदटा को सृष्टि करी माया आमको सब प्रकार तार कब्जा भितर रखी किंतु भगवत क्षेत्र रे जोठी माया प्रवेश करि पारुनी एटा ईश्वर इटा शंख ए भेद नहीं जोटा ईश्वर सेटा शंख कौन बुझिपारे आम धरी पारानी कौन है ईश्वरटा चार्टा हाथ गोड़ मुंडटे अच्छी छातीटे पेटुटे लुगा पिंधि कथा कहूँ इटा शंखुटा गोलिया है गोटे मुंडाटे दुईटा केमती समान आमर भेद ज्ञान थी आमको भाया घुषुच आमर जेहेतु भेद ज्ञान रही मायार प्रभाव रे आम शरीर भेद शंखर भेद बारी पारुचे माया आम भीतर जदि शरीर भेद शंखर भेद न था 15 दिन की मासकर शिशुटे 2 जन लोक ता पाखे छिड़ा होते ये मो बाप ये बोली से अनुभव करी तार भेद ज्ञान नाई किछि काल बाप को देखी सारा भेद ज्ञान आसव चिन्ह पकईला ये मो बाप सियाड़ को हाथ बढ़ेब से किए लोकटे ताकू देखिले कांदिब जेपरी भेद सेठी नाही कुदृष्टि भेद नहीं बोली आम तर्क अंतत जाना तो माया सेना आम बुद्धिटा को भेदयुक्त कर देछि तर्क तो जाना विभु चिन्मय तांको स्वरूप श्रीअंग चिन्मय शंख मध्य चिन्मय वस्तु जहाँ प्रवेश कला शरीर भितर ध्रुवर ताहा मध्य चिन्मय वस्तु प्रवेश करवा वस्तु चिन्मय शंख मध्य चिन्मय भगवान मध्य चिन्मय तीनटा को गोटे जिनिस तीनटा को गोटे जिनिस हिसाब से ध्रुव कहते प्रभु तुम्हें तुम शंख तुम शक्ति भिन्न नुहंती अभिन्न तेणु तुम्हें ही प्रवेश कल मो शरीर भितर कहीं शक्ति भी तुम्हें शंख ही तुम्हें जो अंतः प्रवेश्य मम वाच इमांग प्रसुप्तांग संजीवयत्यखिल शक्ति धर स्वधामना अन्ये च हस्त चरण श्रवण त्वक आदि ये सबुड़ाक मोर शोई पड़ी बाच सह ये सबुड़ा को संजीवय सबुड़ा को जीवन प्राप्त करदेले
ଏଟା ସବୁ ସୁପ୍ତ ହୋଇ ପଡିଥିଲା। ମମ ବାଚ ଇମାଙ୍ଗ ପ୍ରସୁପ୍ତାମ, ଖାଲି ସୁପ୍ତ ନୁହଁ ପ୍ରସୁପ୍ତ ହୋଇ ପଡିଥିଲା। ତାକୁ ଭିତରେ କିଏ ପ୍ରବେଶ କଲେ? ଭଗବାନ ପ୍ରବେଶ କଲେ। ଆରେ ଧ୍ରୁବ, ତୁ ତୋର ବାକ୍ୟ ସୁପ୍ତ ହୋଇ ପଡିଥିଲା, ତୁ କହିପାରୁନଥିଲୁ? ନା ନା, ତାମାନେ ତୁ ବୋବା ଜଡା ଥିଲୁ ନାଇଁ, କଥା କହିପାରୁନଥିଲୁ? ନା ନା ତ ଆଜ୍ଞା, ମୁଁ ତ ପିଲାଦିନଠୁ ବାବା ମା ବୋଲି ଡାକିଛି, ମନ୍ତ୍ର ଜପ କରୁଥିଲି, ମୁଁ ତ ପିଲାଦିନଠୁ ଜଡା ନୁହଁ। ଆଉ ତୋ ବାକ୍ୟଟା କେମିତି ଶୋଇ ପଡିଥିଲା ଯେ ଠାକୁର ଜିଆଇ ଦେଲେ? ମମ ବାଚ ଇମାଙ୍ଗ ପ୍ରସୁପ୍ତମ ସଞ୍ଜୀବ ଅତ୍ୟଖିଳ ଶକ୍ତି ଧର ସ୍ୱଧାମନା। ତୁ ଚାଲୁଥିଲୁ? ହଁ ଚାଲୁଥିଲି ତ ଆଜ୍ଞା, ନହେଲେ ଏଇଟା ପର୍ଯ୍ୟନ୍ତ କେମିତି ଆସିଲେ ଘରୁ? ଆଉ ତୋ ପାଦ ଯୋଡ଼ାକ କେମିତି ଶୋଇ ପଡିଥିଲା ବୋଲି କହୁଛୁ? ମୁଁ ତ ଅନୁଭବ କରୁଛି ଶୋଇ ପଡିଥିଲା, ତାକୁ ଆପଣ ଉଠେଇଲେ। କୋଉ ପାଦଟା ଶୋଇଥିଲା? କୋଉ ବାଚଟା ଶୋଇଥିଲା? କୋଉ ଶ୍ରବଣଟା ଶୋଇଥିଲା? ଭାବ ଶରୀରଟା ସୁପ୍ତ ହେଇଯାଇଥିଲା, ଯାହା ଆମମାନଙ୍କ ଶରୀରରେ ମଧ୍ୟ ଅଛି। ଓ ଗାଢ ଗାଢ ଗାଢାତି ଗାଢ ଆହୁରି ଗାଢ ଭାବରେ ସୁପ୍ତ ହୋଇପାରିଛି, ସହଜରେ ଉଠୁନି। ତାକୁ ଉଠେଇ ଦବାର ନାଁ ହଉଛି ଭକ୍ତି। କାରଣ ସାଗର ମଧ୍ୟ, କାରଣ ସ୍ୱରୂପ ମଧ୍ୟ ଆମର ଶୋଇଛି, ତାକୁ ଉଠେଇ ଦବାର ନାଁ ହଉଛି ଜ୍ଞାନ। ଏବଂ ୟାକୁ ଉଠେଇବାର ପ୍ରଣାଳୀ କି କହନ୍ତି ସାଧନା। ୟାକୁ ଉଠେଇବା ପ୍ରଣାଳୀ କହନ୍ତି ସାଧନା। ଭାବ ଶରୀର ତଳେ ଜାଗ୍ରତ ହବ, ଭଗବାନଙ୍କ ପ୍ରତି ଅନ୍ତରରେ ପ୍ରବଳ ଆବେଗ ଜାତ ହବ, ନିରନ୍ତର ଚକ୍ଷୁ ଭଗବତ କଥାରେ ଛଳ ଛଳ ହେଇ ଉଠିବ, କଣ୍ଠ ଗଦ ଗଦ ହେଇ ଉଠିବ, ମନ ବିସ୍ମାରିତ ହେଇଯିବ, ନାଇକି? ପିଲାଦିନର ଅଭ୍ୟାସଗତ ଶ୍ଳୋକ, ପିଲାଦିନର ଅଭ୍ୟାସଗତ ଶ୍ଳୋକ। କସ୍ତୁରୀ ତିଳକମ ଲଲାଟ ପଟଳେ, ନାଇକି? ହେଲେ ଗାନ କରୁଥିଲେ। ଧ୍ୟାନ ସମୟରେ ଟିକିଏ ମନୁଟା ଯେମିତି ଛୁଇଁଦେଲା ସେ ଆଡକୁ, ଏ ବାହାର ଟା ବନ୍ଦ ହେଇଗଲା। ମୁଁ ଆପଣମାନଙ୍କୁ ପଚାରିଲି ତାପରେ ପଦୁଟା କଣ? এটা যଦିও ବକ୍ତବ୍ୟ ନୁହେଁ, କଣ ବୁଝୁଛନ୍ତି ନା? ଯେତେବେଳେ ଭାବ ଶରୀରକୁ ପଳେଇଲା ମନ, ଏପଟ ଗୁଡାକ ନିଷ୍କ୍ରିୟ ହେବ। ଇଆଡେ ଯଦି ବୁଲୁଛି ସେଟା ତ ନିଷ୍କ୍ରିୟ ହେଇକିରି ଅଛି। ଆଉ କଣ? ଏ ଭାବ ଶରୀର ହଉଛି ଶରୀର ଭିତରେ ଏଭଳିଆ ଗୋଟିଏ ଶରୀର, ଯେଉଁ ଶରୀରରେ ଆପଣ ଭଗବାନଙ୍କୁ ସ୍ପର୍ଶ କରିପାରିବେ, ଭାବ ମନରେ ଭାବି ପାରିବେ, ଭାବ ଚକ୍ଷୁରେ ଦେଖିପାରିବେ। ଭାବ ଶରୀରର ଯୋଉ ଚକ୍ଷୁ, ଏ ଭିତରେ ତିନିଟା ଶରୀର ଯାଇଛି। ସବୁ ଶରୀରରେ ଚକ୍ଷୁ ଅଛି, ହସ୍ତ ଅଛି, ପାଦ ଅଛି, ମନ ଅଛି, ବୁଦ୍ଧି, ସବୁ ଶରୀର। ସ୍ଥୂଳ ଶରୀରରେ ଅଛି ସବୁ ଗୁଡାକ ଅଙ୍ଗ ପ୍ରତ୍ୟଙ୍ଗ, ସୂକ୍ଷ୍ମ ଶରୀରରେ ଅଛି, କାରଣ ଶରୀରରେ ଅଛି, ଭାବ ଶରୀର। ଶରୀରଟା ତ ଆଉ ସର୍ବାଙ୍ଗ। ଆଉ କଣ ବୁଝିହେଲା କି? ଏ ଭାବ ଶରୀରର ଚକ୍ଷୁରେ ଭଗବାନଙ୍କ ସ୍ୱରୂପ ଦେଖି ହୁଏ, ଭାବ ଶରୀରର କାନରେ ଭଗବାନଙ୍କ ବାଣୀ ଶୁଣି ହୁଏ, ଭାବ ଶରୀରର ଆଦରେ ଭଗବାନଙ୍କ ନିକଟକୁ ଯାଇ ହୁଏ, ଭାବ ଶରୀରର ହସ୍ତରେ ଭଗବାନଙ୍କର ଚରଣକୁ ଧରି ହୁଏ। ଏଟା ତ ଶୋଇପଡିଥିଲେ ଧ୍ରୁବର, ଯାଇପାରୁନଥିଲା ଭଗବାନଙ୍କ ପାଖକୁ। ଆଉ କଣ? ଭଗବାନ କଣ କଲେ? ପିଲାଟା ତ ଚେତେଇ ଦେଲେ। କହିବା ଅଧିକନ୍ତୁ କୋଟି କୋଟି ଜନ୍ମର ସାଧନ ଭଜନ ବଳରେ ବ୍ରଜାଙ୍ଗନା ମାନେ କଣ କରିଛନ୍ତି ନା, ପ୍ରଥମେ ରକ୍ତ ମାଂସମୟ ଦେହ ସ୍ଥୂଳ ଶରୀରଟାକୁ ଉପରୁ ବାହାର କରି ଫିଙ୍ଗି ଦେଇଛନ୍ତି। ଏଇଟା ଯିଏ ବାହାର କରି ଫୋପାଡ଼ି ଦେଇପାରେ ନିଜ ଉପରୁ ଖୋଳୁଟାକୁ, ଆମେ ଯେମିତି ଚଦରଟା ବାହାର କରି ଫୋପାଡ଼ି ଦଉଛେ, ସାର୍ଟଟା ବାହାର କରି ଫୋପାଡ଼ି ଦଉଛେ ଖଟ ଉପରେ, ସେମିତି ଦେହଟାକୁ ଯୋଉ ଖୋଳଟାକୁ ବାହାର କରିଦେଇପାରେ ତାକୁ କହନ୍ତି ମୁକ୍ତ ପୁରୁଷ।
ଖୋଳଟାକୁ ଯେ ଫୋପାଡ଼ି ଦେଲା ସେ ମୁକ୍ତ ହୋଇଗଲା। ବନ୍ଧନ ଏଇଟାରେ ରକ୍ତ ମାଂସ ହାଡ଼ ତିଆରି, ଏ ଦେହଟାରେ ମଣିଷ ବନ୍ଧା, ଏଇଟା ହେଲା ବଦ୍ଧ ଅବସ୍ଥା, ଜନ୍ତା ଭିତରେ ପଡିଛି। ଏଇ ଜନ୍ତା ଭିତରେ ତ ପଡିଛି ଆଉ କଣ। ଏଟାକୁ ବାହାର କରି ଫୋପାଡ଼ି ଦେଇ ପାରୁଛି ଜ୍ଞାନ ବଳରେ, ସାଧନା ବଳରେ, ସେ ହେଲା ମୁକ୍ତ। ସୁଖ ଶରୀରଟାକୁ ଯଦି ଫୋପାଡ଼ି ଦେଇପାରିବ ଆଉ ପୁନର୍ଜନ୍ମ ନାହିଁ। ସୁଖ ଶରୀରଟା ମାତୃ ଗର୍ଭକୁ ଯାଉଛି ନା ଆଉ। ସ୍ଥୂଳ ଶରୀରଟା ଦୁଃଖ ସୁଖ ଭୋଗୁଛି, ସୁଖ ଶରୀରଟା ମା ପେଟକୁ ଯାଉଛି। ମା ପେଟକୁ ଯାଇକିରି ସେଠି ଗୋଟେ ସ୍ଥୂଳ ଦେହ ତା ଉପରେ ଗଢା ହଉଛି ନାଇଁ କି। ସୁଖ ଶରୀରଟା ପଶିଲା, ତା ଦେହରେ ଧୀରେ 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 ପ୍ରଥମେ ବୁଦବୁଦ ଟିକେ ହଉଛି, କଲ୍ଲୋଳ ଟିକେ ହଉଛି, ବୁଦବୁଦରୁ କଲ୍ଲୋଳ, କଲ୍ଲୋଳରୁ ମାଂସପିଣ୍ଡ, 10 ଦିନରେ ଅଣ୍ଡାଟିଏ ଭଳିଆ ହଉଛି, କୁକୁଡ଼ା ଅଣ୍ଡାଟିଏ ଭଳିଆ। ତାପରେ ଧୀରେ ମାସକଠି, ମାସକଠି କୁକୁଡ଼ା ଅଣ୍ଡାଟିଏ ଭଳିଆ ହଉଛି। ତାପରେ ଧୀରେ ଧୀରେ ବଢିକିରି ହାତ ଗୋଡ଼ କଳି ଯାଉଛି ଆଉ କଣ। ସୁଖ ଶରୀର ଭିତରେ ଯୋଉଟାକ ସୁଖ ସତ୍ତାରେ ଥାଉଛି ସେଗୁଡାକ ଉପରେ ସବୁ ହେଇଯାଉଛି ହାଡ଼ ମାଂସ ଆଉ କଣ। ଏ ସ୍ଥୂଳ ଶରୀରଟା ଫୋପାଡ଼ି ଦେଲେ ଜୀବ ମୁକ୍ତ, ତାକୁ ଆଉ ସୁଖ ଦୁଃଖ ବାଧିବନି। ସୁଖ ଶରୀରଟାକୁ ଯଦି କିଏ କାଢିକିରି ଫୋପାଡ଼ି ଦେଇ ପାରିଲା ସାଧନ ଭଜନ ବଳରେ, ତାହେଲେ ସେ ଆଉ ମାତୃଗର୍ଭକୁ ଯିବନି। ଅର୍ଥାତ୍ ତାର ଜନ୍ମ ମରଣ ଚକ୍ର ବନ୍ଦ ହେଇଗଲା, ଜନ୍ମ ମରଣ ଚକ୍ର ବନ୍ଦ ହେଇଗଲା। କାରଣ ସାଗରଟାକୁ, କାରଣ ଶରୀରଟାକୁ ଯଦି କିଏ ବାହାର କରି ଫୋପାଡ଼ି ଦେବ ତାହେଲେ ସେ ଅପ୍ରାକୃତ ବା ଗୁଣାତୀତ ହେଇଗଲା। ତ୍ରିଗୁଣାତୀତ ବା ଗୁଣାତୀତ ଅବସ୍ଥାକୁ ଯିବା ଅର୍ଥ ସେ ଲୋକ ସାଧନ ବଳରେ କାରଣ ଶରୀରଟାକୁ ବାହାର କରି ଫୋପାଡ଼ି ଦେଇଛି। ଭଗବାନଙ୍କୁ ଅର୍ଚ୍ଚନା କରିବାକୁ ହେଲେ, ବୈକୁଣ୍ଠରେ ଗୋଲକରେ ଭଗବାନଙ୍କୁ ସେବା କରିବାକୁ ହେଲେ, ଦର୍ଶନ କରିବାକୁ ହେଲେ କେବଳ ଭାବ ଦେହ ବ୍ୟତିରେକ ସେଠି କିଛି ନାହିଁ। ସେଇ ଭାବ ଦେହରେ ସମସ୍ତଙ୍କର ମଧ୍ୟ ସମାନ ନାହିଁ। ଆମ ସମସ୍ତଙ୍କର କଣ ହାତ ଗୋଡ଼ ଆଖି ନାକ କାନ ଥାଇକିରି ଦେହ ନାହିଁ କି? କିଏ ମୋଟା, କିଏ ପତଳା, କିଏ ସୁନ୍ଦର, କିଏ ଅସୁନ୍ଦର, କାହାର ଏଡି ପେଟ, କାହାର ଏଡି ନାକ, ନାଇଁ କି? ଏମିତି ସବୁ ଆମର ଯେମିତି ହେଇଛି ଭିନ୍ନ ଭିନ୍ନ ଭାବ ଶରୀରରେ ମଧ୍ୟ କାହାର ବେଶୀ ପ୍ରୀତି, କାହାର କମ୍ ପ୍ରୀତି ଭଗବାନଙ୍କ ପ୍ରତି। କିନ୍ତୁ ପ୍ରୀତି ସମସ୍ତଙ୍କର ଅଛି, ପ୍ରେମ ସମସ୍ତଙ୍କର ଅଛି। ଶାନ୍ତ ହଉ, ଦାସ୍ୟ ହଉ, ବାତ୍ସଲ୍ୟ ହଉ, ପ୍ରୀତି ଅଛି ସମସ୍ତଙ୍କର। ଭାବ ଦେହ ମାତ୍ରେ ପ୍ରୀତି ଅଛି। କିନ୍ତୁ ଯାହାର ପ୍ରୀତି ପୂର୍ଣ୍ଣ ଭାବ ଶରୀରଟା, କେତେ ପ୍ରକାର ଆମ୍ବ ଅଛି, ଗୋଟା ଖଟା ଲାଗୁଛି, ଗୋଟା ମିଠା ଲାଗୁଛି, ଗୋଟା ପାଣିଚିଆ ଲାଗୁଛି, ଗୋଟା ରସୁଣିଆ ଲାଗୁଛି, ନାଇଁ କି? ଯେମିତି ଭିନ୍ନ ଭିନ୍ନ ଅଛି ସବୁଗୁଡ଼ିକ ଆମ୍ବ, ସେମିତି ଭାବ ଦେହ ଥିଲେ ମଧ୍ୟ ସାଧକର ସର୍ବୋଚ୍ଚ ସୁସ୍ୱାଦୁ ଦେହ ପାଇଛନ୍ତି କିଏ? ବ୍ରଜାଙ୍ଗନା ମାନେ। ହେମସାଗର ଆମ୍ବ କି ଦଶେରୀ, ଭାରତର ଯୋଉଟା ସବୁଠୁ ଶ୍ରେଷ୍ଠ ସୁସ୍ୱାଦୁ ଆମ୍ବ। ଭାବ ଦେହରେ ବ୍ରଜାଙ୍ଗନା ମାନଙ୍କର ଶୃଙ୍ଗାର ରସ ଭର୍ତ୍ତି, ଶୃଙ୍ଗାର ରସ ଭର୍ତ୍ତି। ସେମାନଙ୍କ ଦେହଟା ହିଁ ଭାବ ଦେହ, ସେଥିରେ ସ୍ଥୂଳ ଦେହ ନାହିଁ। ସ୍ଥୂଳ ଦେହ, ସ୍ଥୂଳ ଦେହ, ସୁଖ ଦେହ ଦିଟାକରେ କାମ ବିକାର ଅଛି, ଦିଟାକରେ କାମ ବିକାର ଅଛି। ମନୁଷ୍ୟ ଶରୀର, ମନୁଷ୍ୟ ଆକୃତି, ଆକୃତିଟା ଯେମିତି ଆମର ମନୁଷ୍ୟ ଶରୀର ନୁହେଁ, ସିମେଣ୍ଟରେ ଗୋଟେ ତିଆରି କରୁଛେ, ବ୍ରୋଞ୍ଜରେ ଗୋଟେ ତିଆରି କରୁଛେ, ପଥରରେ ମୂର୍ତ୍ତିରେ ତିଆରି କରୁଛେ, ମନୁଷ୍ୟ ଆକୃତି, ଆକୃତିଟା ସେମିତି ଭାବ ଦେହ ସେମାନଙ୍କର। ତ ଏ ଭାବ ଶରୀର ମଣିଷର ଏଟାକୁ କୁହାଯାଏ ମାନୁଷୀ ସନ୍ନିବେଶିତ ତନୁ। ମାନୁଷୀ ସନ୍ନିବେଶିତ ତନୁ କହିଲେ ମଣିଷ ଦେହର ଯୋଉଠି ହାତଟା ରହିବା କଥା, ଯୋଉଠି ନାକଟା ରହିବା କଥା, ଯୋଉଠି ଓଠଟା ରହିବା କଥା, ଯୋଉଠି କହୁଣିଟା ରହିବା କଥା, ଯୋଉଠି ଆଣ୍ଠୁଟା ରହିବା କଥା, ସବୁ ସେ ଭଳିଆ ସନ୍ନିବେଶିତ ହେଇଛି, ଯଥା ଯଥା ସ୍ଥାନରେ ସନ୍ନିବେଶିତ ହେଇଛି। ଯାହା ହଉ ସେ ଭିତରକୁ ବସିବାନି, ସେଗୁଡାକ ବେଶୀ ଗାଢ ହେଇଯିବ। ତ ଏତାଦୃଶ ଭାବମୟୀ ବ୍ରଜାଙ୍ଗନାଗଣ ବିଭୁ ପ୍ରେମରେ ତ ପଢିଛନ୍ତି। ଏମାନେ କୋଟି କୋଟି ଜନ୍ମ ସାଧନ ଭଜନ କରି କାରଣ ଶରୀରଟା ବାହାର କରିଦେଇଛନ୍ତି, ସୁଖ ଶରୀରଟା ବାହାର କରିଦେଇଛନ୍ତି, ସ୍ଥୂଳ ଶରୀରଟା ମଧ୍ୟ ବାହାର କରିଦେଇଛନ୍ତି। ତିନୋଟି ଆଗ ପଳେଇଛି, କେବଳ ଭାବ ଦେହରେ ଅଛନ୍ତି ଓ ବିଭୁ ପ୍ରେମରେ ଉବୁଟୁବୁ ହଉଛନ୍ତି କୃଷ୍ଣ ପ୍ରେମରେ। ଏଇ ଚଣ୍ଡାଳ ପ୍ରେମର ଗୋଟେ ସ୍ୱଭାବ ହଉଛି ଅହେରିବ ସଦା ପୁରକତା ପ୍ରେମସ୍ୟ କୁଟିଳାଗତି। ସାପ ଯେମିତି
ଯାଉଥିଲା ବେଳେ ତା ଦେହଟା ବାଁ ଡାହାଣ ବାଁ ଡାହାଣ ବାଁ ଡାହାଣ ଯେ ବକ୍ର ଅବସ୍ଥାରେ ଥାଏ ନାଇଁ କି, ବାମ ଦକ୍ଷିଣ କୁଟିଳ ଅବସ୍ଥାରେ ଥାଏ, ବକ୍ର ଅବସ୍ଥାରେ ଥାଏ, ପ୍ରେମର ଗତିଟା ମଧ୍ୟ ସର୍ବଦା ଅହେରିବ ସାପର ଗତି ଭଳିଆ କୁଟିଳା। କଣ କୁଟିଳ? ବିଚ୍ଛେଦ ମିଳନ ବିଚ୍ଛେଦ ମିଳନ ବିଚ୍ଛେଦ ମିଳନ, ଏଇଟା ରହିବ ହିଁ ରହିବ, ଏଟାକୁ କେହି ପରିହାର କରିପାରନ୍ତିନି। ଯାହା ହଉ ତ ପ୍ରେମର ଗତି ଯେପରି କୁଟିଳ, ତାର ସବୁ ଗୁଡାକ ସେଭଳି କୁଟିଳ। ଏଠି ତାର ଗୋଟିଏ ପ୍ରମାଣ ଆମେ ପାଇବା। ବ୍ରଜାଙ୍ଗନା ମାନେ କଣ କଲେ? କୃଷ୍ଣଙ୍କୁ କହିଲେ, କୃଷ୍ଣ ତୁମ ଯୋଗୁ ଆମେ ମଲୁ, ନାଇଁ କି କାଲି ଆମେ ଆଲୋଚନା କରିଛେ। ତୁମ ଯୋଗୁ ଆମର ଦୁଃଖ, ନହେଲେ ଆମର ଦୁଃଖ ବୋଲି କିଛି ନାହିଁ। ଆମେ ମହାନନ୍ଦ ମହାସୁଖରେ ଥିବା ଲୋକ, ଆମର ଦୁଃଖର କାରଣ ହଉଛ ତୁମେ। କେତେ କଥା କାଲି ଆଲୋଚନା କରିଥିଲେ, ଭୁଲି ହେଇଯାଉଛି କି? ଭୁଲି ହେଇଯାଉଥିବ, ଏଇଟା ସ୍ମରଣ କରନ୍ତୁ। କାଲି ଆମେ ପ୍ରସଙ୍ଗ କ୍ରମେ ଆଲୋଚନା କରିଥିଲେ ଯେ ବ୍ରଜାଙ୍ଗନା ଶିଶୁ କାଳଠୁ କହି ଆସୁଛନ୍ତି ଯେ ଆମର ଦୁଃଖର କାରଣ କେବଳ ତୁମେ। ଏ କଥାଟି କହି ପରିଶେଷରେ ନିର୍ଣ୍ଣୟ କରିଥିଲେ, ଏଇ ଦେଖ ଦିନ ଯାକ ଦୁଃଖ ତୁମ ଯୋଗୁ, ରାତି ତମାମ ଦୁଃଖ ତୁମ ଯୋଗୁ, ନାଇଁ କି? ଦିନ ଯାକ ଦୁଃଖ କିପରି ନା, ଦିନ ଯାକର ଦୁଃଖ ଜଳସିଜତ ବ୍ରଜାତ ଚାରୟନ ପଶୁନ ନଳିନ ସୁନ୍ଦରଙ୍ଗ ନାଥତେ ପଦଂ ଶିଳ ତୃଣାଙ୍କୁରାଇ ଶୀଦତି ତିନଃ କଲିଳ ତାଙ୍ଗ ମନଃ କାନ୍ତ ଗଚ୍ଛତି। ନାଇଁ କି ଅରଣ୍ୟକୁ ତୁମେ ପଳଉଥିଲା ବେଳେ ତୁମ ପାଦର କ୍ଷୁଣ୍ଣତା କଥା ଚିନ୍ତା କରି ଦିନଟିଆକ ଆମେ ଖାଲି କଲବଲ ଛଟପଟ ତ କଣ ହେଇଥିବ ସେ ପାଦ, କଣ ହେଇଥିବ ସେ ଅବସ୍ଥା, ଛିନ୍ନ ଭିନ୍ନ ହେଇଯାଇଥିବ, ରକ୍ତାକ୍ତ ହେଇଯାଇଥିବ, କେଡ଼େ ସୁନ୍ଦର ପାଦର ନବନୀତ କୋମଳ ଅରଣ୍ୟ ଭିତରେ କି ଦୁର୍ଦ୍ଦଶା ପ୍ରାପ୍ତ ହେଇଥିବ। ଏଗୁଡାକ ଚିନ୍ତା କରି କରି କେବଳ ସେଇ ପାଦ ଛିନ୍ନ ଭିନ୍ନ ହେଇଯାଇଛି, ରକ୍ତାକ୍ତ ହେଇଯାଇଛି, ଫୁଲି ଯାଇଛି, ଫୋଟକା ହେଇଯାଇଛି ଏଡେ ଏଡେ, ସେଇ ଦୃଶ୍ୟ ହିଁ ଆମକୁ ଦୁଷ୍ଟେ ଦିନ ଆଗ, ଏବଂ ସେ ଯନ୍ତ୍ରଣାଟା ଆମେ ଭୋଗ କରୁଥାଉ। ଦିନ ତମାମ ଗଲା, ଯେମିତି ରାତି ହୁଏ, ସନ୍ଧ୍ୟା ଆସେ, ଦିନ ପରୀକ୍ଷୟ ନୀଳ କୁନ୍ତଳୟର ବନରୁହାନନ ବିଭ୍ରଦାବୃତଂ ଧନରଜ ସ୍ୱଳଂ ଦର୍ଶୟନ ମୁହୁ ଅର ମନସି ନହ ସ୍ମରଂ ବୀରଜଚ୍ଛସି। ନାଇଁ କି ବାଛୁରୀ ବାଳକ ଖୋଜିବା ବାହାନାରେ ବିଜୁଳି ଚମକିଲା ଭଳିଆ ନୀଳ କୁନ୍ତଳ ଆବୃତ ଧୂଳି ଧୂସରିତ ମଧୁର ମନୋହର ମୁଖ ଖଣ୍ଡିକ ବଦନ ଚନ୍ଦ୍ରମା ଦେଖେଇ ଦେଇ ଲୁଚେଇ ଦିଅ। ବୁଝିପାରୁଛନ୍ତି ତ? ଆମେ ତ ଆକୁଳ ପ୍ରାଣରେ ଅପେକ୍ଷା କରିଛୁ, ଆସିଗଲା ଆମ ପାଖକୁ ବାଛୁରୀ ଖୋଜିବା ବାହାନାରେ, ସାଙ୍ଗକୁ ଡାକିବା ବାହାନାରେ, ଚଟକରି ସେ ହସ ହସ ମୁହଁ ଦୁଷିଗଲା, ଆମକୁ ଚାହିଁଦେଲ ଟିକେ, ଆମେ ବି ଟିକେ ଚାହିଁଦେଲୁ, ପୁଣି ଆଉ ଥରେ ସେପଟକୁ ପଳେଇଲ, ବୁଲି ପଡିଲ, ଆଉ ଦେଖିବାକୁ ମିଳିଲାନି। ତ ନୀଳ କିଭଳିଆ ବଦନ, ଆମର ମା ଯେତେବେଳେ ସ୍ତନ୍ୟପାନ କରୁଥିଲେ ଦାମୋଦର ଅଷ୍ଟକରେ, ଏଭଳିଆ ମୁହଁଟିଏ ସତ୍ୟବ୍ରତ ମୁନି ବର୍ଣ୍ଣନା କରିନାହାନ୍ତି? ସେ ପଦଟିରେ ମନେ ପକାନ୍ତୁ। ତ ଯେତେବେଳେ କୁନ୍ତଳକୁ ଆଡେଇ ଆଡେଇ କପାଳ ଉପରୁ ମୁହଁକୁ ଦେଖୁଛନ୍ତି ମା ଏବଂ ଗଣ୍ଡ ଚୁମ୍ବନ କରୁଛନ୍ତି, ନାଇଁ କି ଆମେ ଆଲୋଚନା କରିଥିଲେ, ଯେମିତି ଗୋଟିଏ ଦୃଶ୍ୟ, ସେମିତି ଭଗବାନଙ୍କର ମନୋହର ମୁଖ ହୃଦୟ ପରିସି ଚିତ୍ତାସ୍ପର୍ଶକ, ହୃଦୟ ଭିତରେ ପଶିଗଲା ଭଳିଆ ସୁନ୍ଦର ମୁଖ ଦେଖିଦେଲା ପରେ ଯୋଉ ଚମକଟା ଆମ ଭିତରେ ଆସିଯାଏ। ଦିନ ଆଗ ତ ଦୁଃଖ ଯନ୍ତ୍ରଣାରେ ସଢୁଥିଲୁ, ରାତ୍ରି ତମାମ ଦୁଃଖର ଶେଷ ସୀମା କିପରି ନା ବ୍ରଜାଙ୍ଗନା ମାନେ କହୁଛନ୍ତି, ଧନରଜ ସ୍ୱଳ ଦର୍ଶୟନ ମୁହୁ ମନସି ନହ ସ୍ମରଂ ବୀରଜଚ୍ଛସି
ସାଙ୍ଗେ ସାଙ୍ଗେ ଆମ ମନଟି କଣ ହେଲା? ସ୍ମର ଭାବକୁ ପ୍ରାପ୍ତ ହେଲା, ମଦନ ଭାବରେ ବିହଳିତ ହୋଇଗଲା। ଯେ ଭାବ ରହିଲା ସକାଳ ପର୍ଯ୍ୟନ୍ତ କେବଳ ସେଇ ବ୍ୟଥାରେ, ମଦନ ଯନ୍ତ୍ରଣାରେ, ସ୍ମର ଯନ୍ତ୍ରଣାରେ ଆକୁଳ ବ୍ୟାକୁଳ ହେଇ ଛଟପଟ ଛଟପଟ ହଉଛୁ। ରାତ୍ରି ତମାମ ତୁମର ସୁନ୍ଦର ମୁହଁଟି ହିଁ କେବଳ ଦୁଶୁଛି। ତାକୁ ଯେମିତି ଆମେ ଆପଣାର କରିନେଇଛୁ ଏବଂ ସେଇ ଚିନ୍ତନରେ ଯୋଉ ଜ୍ୱାଳା ପରମ ଯନ୍ତ୍ରଣା ତାହା ଭୋଗି ଭୋଗି ରାତିଟି ଆଗ ଗଲା। ଦିନଟି ଆମର କଟେ, ଏ ତ ନୀତିଦିନିଆ କଥା, ଏ ତ ନୀତିଦିନିଆ କଥା। ତେଣୁ ଦିନ ତମାମ ଆମର କଟେ ଏପରି, ରାତ୍ରି ତମାମ କଟେ ଏପରି। ରାତ୍ରିର ଦୁଃଖ ତୁମର ପାଦ ମୁଖ, ଦିବସର ଦୁଃଖ ତୁମର ପାଦ। ଭଗବାନଙ୍କର ଯୋଡ଼ିଏ ବିଶେଷ ଅଙ୍ଗ ନାଇଁ କି? ବଦନ ମଣ୍ଡଳ, ମୁଖମଣ୍ଡଳ ଆଉ ପାଦ ପୀଠ। ଭଗବାନଙ୍କର ସ୍ୱରୂପରେ ଯୋଉ ଦୁଇଟି ଅଙ୍ଗ ଜୀବ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ପାଦ ପୀଠ ଆଉ ମୁଖମଣ୍ଡଳ, ଏ ଯୋଡ଼ିକ ହିଁ ଆମର ଦିନ ଓ ରାତ୍ରିରେ ଦୁଃଖର କାରଣ। ଅତଏବ ଆମର ସାରା ଜୀବନ ପାଇଁ ଦୁଃଖଦାୟକ ତୁମେ। ତୁମେ ଯଦି ନଥାନ୍ତ, ବ୍ରଜରେ ଜନ୍ମ ହେଇନଥାନ୍ତ, ଆରମ୍ଭରୁ କହିଲେ ପ୍ରଥମ ଶ୍ଲୋକରେ, 1 ନମ୍ବର ଶ୍ଲୋକରେ, ଜୟତୀଧିକ ଜନ୍ମନା ବ୍ରଜ ଶ୍ରେୟତ ଇନ୍ଦିରା ଶଶ୍ୱଦତ୍ର ହି। ତୁମେ ଜନ୍ମ ହେଲା ଦିନଠୁ ଆମର ଅଧିକ ଅଧିକ ଅଧିକ, କଣ लो ଅଧିକ? ୟା ଯଦି ଜନ୍ମ ନ ହୋଇଥାନ୍ତେ ତୁମେ ଦୁଃଖ ଭୋଗୁଥାନ୍ତ। ଅତଏବ এই କ୍ଷେତ୍ରରେ ଦିବସ ଓ ରାତ୍ରି, ସମଗ୍ର ଜୀବନ, ସମଗ୍ର କାଳ କେବଳ ଦୁଃଖ ଭାରରେ, ଜ୍ୱାଳା ଯନ୍ତ୍ରଣାରେ ଆମେ ପ୍ରଜ୍ୱଳିତ ହଉଛୁ। ଶ୍ୟାମ ସୁନ୍ଦର ତୁମ ଯୋଗୁଁ, ତୁମେ ହିଁ ଆମର ଦୁଃଖର କାରଣ। ରାତ୍ରିର ଦୁଃଖର କାରଣ ତୁମେ, ଦିବସର ଦୁଃଖର କାରଣ ତୁମେ। କଡା କଟୁ କରି ଯେତେବେଳେ ଭର୍ତ୍ସନାମୂଳକ ଭାବରେ ଦୋଷାରୋପ କଲେ, କୃଷ୍ଣଙ୍କ ଉପରେ ଦୋଷାରୋପ କଲେ, ପ୍ରେମର ଗତିଟା କୁଟିଳ ପରା, ନାଇଁ କି? ସାଙ୍ଗେ ସାଙ୍ଗେ ବାମରୁ ଦକ୍ଷିଣକୁ ବୁଲିଗଲା କଥା। ବ୍ରଜାଙ୍ଗନା ମାନେ ମନରେ ଚିନ୍ତା କରୁଛନ୍ତି, ସବୁତକ ଦୋଷ ତ ଆମେ କୃଷ୍ଣ ମୁଣ୍ଡରେ ଦେଲେ, ଆମର ସବୁତକ ଦୁଃଖ ପାଇଁ ସେ ହିଁ ତ କାରଣ। ରାଗିଯିବେ ଯଦି, ମଲେ ତ ଆମେ କହୁ କହୁଛୁ ନା, କହିଦେଲେ ସବୁ ଦୋଷ ଦେଲେ ନେଇକି, ସବୁତକ ଦୋଷ ଦେଲେ ତ। ତେଣୁ ମନରେ ଚିନ୍ତା କରୁଛନ୍ତି ଯେ ସବୁତକ ତ ଦୋଷ ଦେଇ ପକେଇଲେ ତାଙ୍କରି ମସ୍ତକରେ। ତୁମେ ହିଁ ଆମର ଦୁଃଖର କାରଣ, ତୁମେ ଅଛ ବୋଲି ଆମେ ମରୁଛୁ, ତମେ ନଥିଲେ ଆମର କିଛି ହୁଅନ୍ତାନି, ଆନନ୍ଦରେ ଥାନ୍ତୁ। ତମେ ଅଛ ବୋଲି ତ ଅରଣ୍ୟକୁ ଯାଉଛ, ଆମେ ଦେଖିକିରି ଜଳିଲୁ। ତୁମେ ଅଛ ବୋଲି ତ ଫେରି ଆସୁଛ, ତୁମ ମୁହଁ ଦେଖିକିରି ମଲୁ। ତୁମେ ଯଦି ନଥାନ୍ତ ଆମର ଏଇ ଦୁଃଖ ଥାନ୍ତା କି? ତେଣୁ ଆମର ସମସ୍ତ ଦୁଃଖ ପାଇଁକି କାରଣ ତୁମେ ଜଣେ, ତୁମ ଯୋଗୁଁ ଆମର ଏଇ ଦୁଃଖ। ଧରନ୍ତୁ ଏଠି କୃଷ୍ଣ କହୁଛନ୍ତି, ବ୍ରଜ ବାଳିକା ଗଣ, ମୁଁ ଯଦି ତମର ସମସ୍ତ ଦୁଃଖର କାରଣ, ମୋ ଯୋଗୁଁ ତୁମେ ଏ ଜ୍ୱାଳା ଯନ୍ତ୍ରଣା ଭୋଗୁଛ, ଠିକ ଅଛି, ମୋ ପାଖରେ ଆଉ ତୁମର ପ୍ରୟୋଜନ କଣ? ଆଜିଠୁ ତୁମର ଆମର ବନ୍ଧୁତା ଛିନ୍ନ, ତମ ବାଟ ତମର, ମୋ ବାଟ। ଯଦି ଏ କଥା କହିଦିଅନ୍ତି, ମୋ ଯୋଗୁଁ ପରା ତମେ ଦୁଃଖରେ ଜଳୁଚଲ, ଆଉ ମୁଁ ମୋ ବାଟରେ ଯାଉଛି, ତମ ସାଥିରେ ମୋର ଆଉ କିଛି ସମ୍ବନ୍ଧ ନାହିଁ, କଥା ନାହିଁ, ଭାଷା ନାହିଁ, କିଛି ନାହିଁ। ସଖୀ ଆମ ଅବସ୍ଥା କଣ ହବ? ତାପରେ ସବୁ ତ ଆମେ କୃଷ୍ଣ ଉପରେ ଦୋଷ ଦେଲେ। ଯଦି କୃଷ୍ଣ ଆମର ଦୋଷାରୋପଣରେ ରୁଷ୍ଟ ହେଇ, କୁପିତ ହେଇ ଆମକୁ ତ୍ୟାଗ କରନ୍ତି, ଆମେ କଣଟା କରିବା? କଣଟା ଆମେ କରିବା? କୃଷ୍ଣ ତ୍ୟାଗ କଲେ କୃଷ୍ଣ ବିହୀନ ଜୀବନ ଆମେ ବିତେଇ ପାରିବାଟି? ଏ ଦୁଃଖ ଅପେକ୍ଷା ସେ ଦୁଃଖଟା କେତେ କୋଟି ଗୁଣ ଅଧିକ ହେଇଯିବ। କୃଷ୍ଣ ତ୍ୟକ୍ତା, ଆମେ ମାନେ କୃଷ୍ଣ ଆମକୁ ତ୍ୟାଗ କଲେ,
ଆଉ ମନରେ ସ୍ଥାନ ଦଉନାହାନ୍ତି। ସଖୀ ଏଟା ସହ୍ୟ କରି ହବ ତ? ତାହା କେମିତି ସମ୍ଭବ ହବ? ତାହା କେମିତି ସମ୍ଭବ ହବ? କୃଷ୍ଣ ବିହୀନ ଜୀବନ ଏଟା ତ କଳ୍ପନା କରି ହଉନି। କୃଷ୍ଣ ହିଁ ତ ଜୀବନ, କୃଷ୍ଣ ହିଁ ତ ସର୍ବସ୍ୱ। ତାରି ଭାବନା, ତାରି ଚିନ୍ତା, ତାରି ସେବା, ତାରି ଦର୍ଶନ, ତାରି ଭାବ, ତାରି କଥା, ତାରି ଆଚରଣ, ତାକୁ ନେଇକି ତ ବଞ୍ଚି ରହିବା କଥା। ସବୁ ତ ସିଏ, ହୃଦୟ ମନ ପ୍ରାଣ ସବୁ ତ ସିଏ। ତା ବିହୁନେ ଆଉ କଥା ଉଠୁଛି କୋଉଠି? ଜୀବନ ଅଛି ଯେ, ସେଟା ସମ୍ଭବ ନୁହଁ। ଆଉ ସବୁ ଦୋଷ ତା ଉପରେ ଦେଇଦେଲ ନା? କହୁ କହୁ ତ କହି ହେଇଗଲା। ଆଉ ହେଲେ କଣ କରିବା? ଚାଲ ଚାଲ ଫେର ଟିକେ ଖୋସାମତ କରିବା, ପୁଣି ଆଉ ଟିକେ ମନେଇବା। ପ୍ରେମ ସେ ପୁଟଳା ଗତି ପରା। ତ ଦୋଷାରୋପଣ ରୂପକ ବାମ୍ୟ ବ୍ୟବହାର ନାଇଁ କି? ପୁନର୍ବାର ତ ପ୍ରଶଂସାମୂଳକ ସ୍ତୁତିମୂଳକ ଦାକ୍ଷିଣ୍ୟ ବ୍ୟବହାର, ଏଟାକୁ ବାମ୍ୟ ଦାକ୍ଷିଣ୍ୟ କୁହାଯାଏ ନା? ଆଉ ବାମ୍ୟ ଭାବ ଆଉ ଦକ୍ଷିଣ, ଏ ବାମ୍ୟ ଭାବରେ ରାଧାରାଣୀ ସର୍ବୋଚ୍ଚ। ବଡ ସୁନ୍ଦର ଚୈତନ୍ୟ ଚେତାମୃତ ବର୍ଣ୍ଣନା କରିଛନ୍ତି। ଯାହା ହଉ ସେଟା ଆମର ରାଧାରାଣୀଙ୍କର ବାମ୍ୟ ବଡ ବିଚିତ୍ର ବାମ୍ୟ। ଯାହା ହଉ, ଆଉ ଏ ବାମ୍ୟ ବ୍ୟବହାରଟା ବ୍ରଜାଙ୍ଗନା ମାନଙ୍କର ଭଗବାନଙ୍କ ପ୍ରତି କେତେ ପ୍ରିୟ ତା ବି କହୁଛନ୍ତି। ଐଶ୍ୱର୍ଯ୍ୟ ଜ୍ଞାନେତେ ସବ ଜଗତ ମିଶ୍ରିତ, ଐଶ୍ୱର୍ଯ୍ୟ ଶିଥିଳ ପ୍ରୀତେ ପ୍ରେମେ আমার ନାହିଁ ପ୍ରୀତ। ଐଶ୍ୱର୍ଯ୍ୟ ଗାନ ଭିତରକୁ ବସିବାନି ଆଉ ଦିଦି। ତ ଅନ୍ତିମରେ କହୁଛନ୍ତି ସଖା ମୋରେ ସଖ୍ୟ ସ୍ନେହେ ସ୍କନ୍ଦେ କରେ ଆରୋହଣ। ମୋ କାନ୍ଧରେ ଚଢି ଯାଉଛି, ସଖା ମୋ କାନ୍ଧରେ ଚଢି ଯାଉଛି। ସେ ଭକ୍ତ, ମୁଁ ଭଗବାନ। କିନ୍ତୁ ଖେଳରେ ମୁଁ ସେଥିରେ ସାଙ୍ଗ ହେଇଛି, ମୋ କାନ୍ଧ ଉପରେ ଚଢୁଛି। ମୁଁ ଯଦି ଖେଳରେ ହାରିଗଲି ମତେ କାନ୍ଧରେ ଚଢୁଛି, ମତେ ବୋହିକରି ନାଇଁ। তুমি কোন বড় লোক, তুমি আমি সম নাই কি? মাতা মোরে তুচ্ছ জ্ঞানে করয়ে লালন, করয়ে পালন। অতি ক্ষুদ্র জ্ঞানে করে লালন পোষণ। কিছু জানুনি, ছোট পিলাটা বলি মারে পিটে গালি দিয়ে, তাই যেମିତି ইচ্ছা সেମିତି মতে ব্যবহার করে। যেମିତି ଇଚ୍ଛା ସେମିତି ବ୍ୟବହାର କରେ। ତାର ଯେମିତି ଇଚ୍ଛା ସେମିତି ଶୁଆଇବ, ତାର ଯେମିତି ଇଚ୍ଛା ସେମିତି ବସେଇବ, ତାର ଯେମିତି ଇଚ୍ଛା ସେମିତି ଖୁଆଇବ। ମୋର ଆଉ କିଛି ନାହିଁ ଇଚ୍ଛା ବୋଲି ସେଠି। ଏ ଦୁଇଟି ଜାଗାରେ ଭଗବାନ ଯେମିତି ମାତୃସ୍ନେହ ଆଉ ସଖା ସ୍ନେହ, ୟାଠାରୁ କୋଟି ଗୁଣ ଅଧିକ ଭଗବାନଙ୍କୁ ରୁଚିକର ପ୍ରିୟା ପ୍ରୀତି। ସେ କ୍ଷେତ୍ରରେ କଣ କହୁଛନ୍ତି? ପ୍ରିୟା ଯଦି ମାନ ଭରେ କରଏ ଭର୍ଚ୍ଛନ। ଏ ଯେମିତି କହୁଛନ୍ତି ଭର୍ଚ୍ଛନା କରୁଛନ୍ତି ବ୍ରଜାଙ୍ଗନା, ମାନେ ତୁମେ ହିଁ ଆମର ସମସ୍ତ ଦୁଃଖର କାରଣ। ପ୍ରିୟା ଯଦି ମାନ ଭରେ କରଏ ଭର୍ଚ୍ଛନ, ବେଦ ସ୍ତୁତି ହଇତେ ତାହା ହରେ আমার ମନ। ବେଦ ସ୍ତବ କଲେ ମତେ ଏତେ ଭଲ ଲାଗେ ନା, ମତେ ଯେତେବେଳେ ମୋ ପ୍ରିୟତମ ମାନେ ଗାଳି ଦଉଥାନ୍ତି। ତ ବାମ୍ୟ ବ୍ୟବହାର ତିନି ନିରନ୍ତର ବାମା ରାଧାରାଣୀଙ୍କ କ୍ଷେତ୍ରରେ କହୁଛନ୍ତି। ଦାକ୍ଷିଣ୍ୟ ବ୍ୟବହାର, ବାମ୍ୟ ବ୍ୟବହାରରେ କିଛି ସମୟ ରହିବା ପରେ ବ୍ରଜାଙ୍ଗନା ମାନଙ୍କ ମନରେ ଶଙ୍କା ଆସି ପହଞ୍ଚୁଛି, ଯଦି କୃଷ୍ଣ କୁପିତ ଅବସ୍ଥାରେ ଆମକୁ ତ୍ୟାଗ କରନ୍ତି, ନାଇଁ ନାଇଁ, ତାକୁ ମିଠା ମିଠା ଦୁଇ କଥା ତାଙ୍କୁ ଗୁଣ ଗାନ କରି ଫେରେ ମନେଇବାକୁ ହବ। ଲୋ ଚାଲ ଚାଲ, କଣ କହୁଛନ୍ତି? প্রণত কামদং পদ্মজার্চিতম ধরণী মণ্ডনং ধ্যেয়ম আপদি চরণ পঙ্কজম সন্তমং চতে রমণং নহস্তনে স্বর্পয়াধিহন। କଣ କହୁଛନ୍ତି? ପ୍ରଣତ କାମଦମ
ପଦ୍ମଜାର୍ଚିତಂ ଧରଣୀ ମଣ୍ଡନಂ ध्येयम आपदी चरण पंकजम संतमंच ते रमण नहस्तने सु अर्पया अर्पय आधिहन। श्याम सुंदर श्याम बंधु शुणम कौन विचारुच आम कहलु बोली शुण शुण तुम जो पाद कथा कहलु नहीं तुम जो चरण कथा कहलु नहीं जो नलिन सुंदर नाथ ते पदम आमर दुखर कारण आमर चरम दुखर कारण दिनायक से पाद ही आमर दुखर कारण से पाद तुमर जेपरी दुखदायी ताठू कोटि गुण अधिक सुखदायी मो कोटि गुण अधिक सुखदायी आमको सीना से दुख दला आम समस्त जगतर समस्त प्राणी को तुमर से पाद पद्म जो सुख प्रदान करुची से पाद पद्म सीना केवल आमको दुख दला किंतु समस्त प्राणी को कोटि ब्रह्मांडर जीव मान को जो सुख प्रदान करुची आपनकर पाद पद्म तार की तुलना अच्छी तुम पाद पद्म ठारू श्रेष्ठ पदार्थ आउ कौन अच्छी आउ तो आम कि खोजिक पाऊनु पाताल ठारू आरंभ करी गोलोक पर्यंत प्राकृत अप्राकृत समस्त जगतर कोटि कोटि अनंत कोटि पदार्थ खोजी गले तुम पादपीठ तुल्य मूल्यवान पदार्थ शक्तिशाली तत्व भगवत पाद ताठू बड़ जिनिस आम आखिर किसी दुशुनी मनीष को जीव को मनीष केवल कहीं जीव को सुखी करने निमंते तुम पाद पद्म ताठू आ सुखमय जिनिस आनंदमय जिनिस किछि नहीं पादपीठ जपरी दुखदायी से पाद पद्म किपरि सुखदायी बाम भाव जाई दक्षिण भाव से पाद संबंध प्रकार व्यक्त करुचंदी ब्रजांगनागण कौन कहउचंदी एवं सेमानकर अंतःकरण रे भय को भगवान अनुभव करुचंदी ओहो काले मु रागी जीवी बोली केड़े भय नहीं कि सांगे सांगे टेका टेकी कहउचंदी कौन कहउचंदी प्रणत कामदंग पद्मजार्चितंग धरणी मंडनं ध्येयम आपदी चरण पंकजं संतमंचते रमण नहस्तने स्वर्पयाधिहन। हे रमण ईशब्दटीर जो संबोधन यार किछि अर्थ हे न पारे यार अर्थ बोले किछि नहीं किछि भाव अछि। हे रमण तुम पाद पद्म प्रणत कामदम काम धर्म अर्थ काम मुख्य नहीं कि काम वासना लालसा प्रयोजन एटा दरकार सेटा दरकार सेटा नहले केमती हबो एटा आनियो को हबो ये जो कामना को कामना काहार पूरण करिया पे तुम पाद असमर्थ एवं जहार जते बड़ जेपरी कामना होची हो तुम पाद पीठरे जदि से अळी कला मागिला तार अपूर्ण होइकि रहिची। भगवान को पाद पीठरे आमे गोटे किछि मागिबा भगवान को पाद तले जाई मागिबा प्रभु ना मते एटा दियो अपूर्ण रहिबो तार जद्यो गोटे सिद्धांत अच्छी जीव अज्ञ आमी विज्ञ विषय केने देव निज पादर जदि आ विषय को चाहब नहीं जदि केतले जीव विषय मागे
ଏଇ ବ୍ୟବହାରଟା ସେ କାହା ପ୍ରତି କରନ୍ତି? ସମସ୍ତ ଜୀବଙ୍କ ପ୍ରତି ନାଇଁ, ଯୋଉଟାକ ତାଙ୍କର ଅତି ଆପଣାର ଲୋକ, ଅତି ଆପଣାର, ଯୋଉଟାକ ଅତି ଆପଣାର ଲୋକ, ସେଗୁଡାକ ଜୀବ ହିସାବରେ ଯିବେନି। ଭଗବାନଟା ତ ତାର ଆଉ ପଦାର୍ଥରେ କଣ ସେ ଖୋଜିବ? ଯଦି କେତେବେଳେ ତାର ଏମିତି କୌଣସି କାମ ଲାଳସା ଆସିଲା, ଯଥା ନାରଦଜୀ, ଥରେ ନାରଦଜୀଙ୍କର ଗୋଟେ ଲାଳସା ଆସିଗଲା, ଇ ଝିଅ ଟିକି ମୁଁ କେମିତି ବାହା ହୁଅନ୍ତି କି? କୋଉଠି ଗୋଟେ ବଣରେ ଯାଉ ଯାଉ ଝିଅଟିଏ ଦେଖିଦେଲେ, ସେ ନଗରଟି ସାଜସଜା ହେଇଛି, ପଚାରିଲେ ହଇ ତମ ନଗର ଟାଉନ ଏମିତି କାହିଁକି ସଜା ହେଇଛି ସବୁ? ନା ଆଜ୍ଞା ଆମ ରାଜାଙ୍କର ଝିଅଙ୍କର ବାହାଘର ପୁରା। ରାଜା ଘର କୋଉଠି? ନା ହେଇ ସେପଟେ ସେ ସାଇରେ। ଗଲେ ରାଜା ଡାକି ନେଇଗଲେ, ଝିଅଟିକି ମଧ୍ୟ ଡାକି ନେଇ ଆସିଲେ, ତା ହାତଟି ଦେଖେଇଲେ, ତମ ଝିଅକୁ ବାହା କରୁଛ ରାଜା? ନାରଦରୁ ସେ ଦେଖିଲେ, ସବୁ ଆଦର ଅଭ୍ୟର୍ଥନା କରି ବସେଇଲେ। ହଁ ଆଜ୍ଞା ଝିଅଟିକି ବାହା ଗୋଟେ ଡାକ ଝିଅକୁ ବାଜିଙ୍ଗେ ମୁଣ୍ଡିଆଟେ ମାରୁ, ଭଲ ବରୁଟିଏ ପାଇବ। ଝିଅଟି ଆସିଲା, ପ୍ରଣାମ କଲା। ରାଜା ପଚାରିଲେ ଆଜ୍ଞା ତା ଜୀବନ କେମିତି ହବ? ଝିଅଟା ତ ଗୋଟିଏ ଝିଅ, ଟିକେ ହାତଟା ତାର ଦେଖିଲେ କେମିତି? ଆପଣ ତ ବାହାଜି ଲୋକ, ବାହାଜି ହାତ ଫାତ ଦେଖନ୍ତି ଅନେକ। ଦେଖିଲେ ଦେଖିଲେ ଯେ ବଢିଆ ରେଖା ସବୁ ପଡିଛି, ତା ଭିତରେ ଗୋଟେ ରେଖା ଅଛି, ଏ ଝିଅଟାକୁ ଯିଏ ବାହା ହବ ସେ ବିଷ୍ଣୁ ତୁଲ୍ୟ ହବ। ଏମିତି ଗୋଟେ ରେଖା ଅଛି, ଝିଅଟାକୁ ଯିଏ ବାହା ହବ ସେ ବିଷ୍ଣୁଙ୍କ ତୁଲ୍ୟ ହବ। ନାରଦ କହିଲେ କଣ ହେଲା? ବିଷ୍ଣୁଙ୍କ ସମାନ ହବ? ଏମିତି ଭାଗ୍ୟବତୀ କନ୍ୟା, ଏତେ କମ କଥା ନୁହଁ। ଏ କନ୍ୟାଟାର ଭାଗ୍ୟ ତ ବର ଭୋଗ କରିବ ନା। ଏ ଝିଅଟାକୁ ତ ବାହା ହେଲେ ଭଲ ହୁଅନ୍ତା। ହେଲେ କଣ କରିବା, ଆମେ ତ ବୁଢା ହେଇଗଲେଣି, ଆମ ଦାଢି ଗୁଡା ତ ପିଙ୍ଗଳ ବର୍ଣ୍ଣ ହେଇଗଲାଣି, ନାଇଁ କି? ଏ ଚେହେରାଟା ତ ସୁଟ କରିବନି ଏଇ ଝିଅ ପାଇଁ। ଇଏ ତ ରାଜା ସ୍ୱୟଂବର କରିବେ କହୁଛନ୍ତି। ଭଗବାନ ତ ଆମର ପ୍ରିୟ ଲୋକ, ଆପଣ ତ ଯାହା ମାଗିଲେ ତାହା ଦେବେ। ନାରଦଙ୍କର ଶିଭଳିଆ ଭବନ କ୍ଷେତ୍ର ସମ୍ବନ୍ଧ। ଭଗବାନଙ୍କୁ କହିବା ଆପଣଙ୍କ ଚେହେରାଟା 4 ଦିନ ପାଇଁ ଆମକୁ ଦେଇଥାନ୍ତୁ, ସବୁଠୁ ଭଲ ଚେହେରା, ନାଇଁ କି? ଯାହା ଅବସ୍ଥା ହେଲା ହେଲା, ଆପଣ ମାନେ ଜାଣିଛନ୍ତି। ପ୍ରସଙ୍ଗ କ୍ରମେ ରାମାବତାରରେ ଯେତେବେଳେ ସୀତାଙ୍କୁ ହରେଇ କାନ୍ଦୁଛନ୍ତି, ନାରଦ କାନ୍ଦି କାନ୍ଦି ଆସି କହିଲେ ବୋଲି ପ୍ରଭୁ ମୋ ପାଇଁ ଆପଣ ଏଇ ଦୁଃଖ ଭୋଗୁଛନ୍ତି? ମୋ ପାଇଁ ଆପଣ ଏଇ ଦୁଃଖ ଭୋଗୁଛନ୍ତି? ମୁଁ ଅଭିଶାପ ଦେଲି ଆପଣ ପତ୍ନୀ ବିଚ୍ଛେଦ ଭୋଗ କରନ୍ତୁ ବୋଲି, ସେଇଥିପାଇଁ ଆପଣ ଅବତୀର୍ଣ୍ଣ ହେଇକରି ଭୋଗୁଛନ୍ତି ଦୁଃଖ। କେତେ କାନ୍ଦୁକିରି ବୁଲୁଛନ୍ତି ଆପଣ ସୀତାଙ୍କ ପାଇଁ ବୋଲି। ଏ କାନ୍ଦ, ଏ ଦୁଃଖ, ଏ ଯନ୍ତ୍ରଣା ମତେ ବଡ ଭଲ ଲାଗୁଛି। କେମିତି ପ୍ରଭୁ? ନା ତୁମର ରୋଗ ଭଲ ହେଇଯାଇଛି। ସୀତା ଅପେକ୍ଷା ତୁମେ ମୋର ଅଧିକ ପ୍ରିୟ, ସୀତା ଅପେକ୍ଷା ତୁମେ ମୋର ଅଧିକ ପ୍ରିୟ। ତୁମେ ଅବାଟରେ ପଳଉଛ, ତୁମ ମନରେ ଗର୍ଭଜାତ ହେଇଯାଇଛି, ସେଇଟା ମୋ ପାଇଁ ବେଶୀ ଦୁଃଖ ନା ସୀତାର ବିଚ୍ଛେଦ ବେଶୀ ଦୁଃଖ? ସୀତା ଅପେକ୍ଷା ତୁମେ ମାନେ ମୋର କୋଟି ଗୁଣ ଅଧିକ ପ୍ରିୟ ନାରଦ। ତୁମ ହୃଦୟରେ ଯୋଉ ଭାବଟି ଜାତ ହେଲା ତାକୁ ଦୂର କରିବା ନିମନ୍ତେ ମୁଁ ଏତିକି ବ୍ୟବସ୍ଥା କରିଥିଲି, ନାଇଁ କି? ବହୁତ କଥା, ଲମ୍ବା କଥା। ହେଲେ ଦେଖନ୍ତୁ ଏ କ୍ଷେତ୍ରରେ ଏଇଭଳିଆ କେତୁଟା କାଁ ଭାଁ ଛାଡିଦେଲେ ଯୋଉ ବାକ୍ୟଟି ଚୈତନ୍ୟ ଚରିତାମୃତ କହିଛନ୍ତି ସେଟା ସର୍ବସାଧାରଣଙ୍କ ପାଇଁ ନୁହଁ। ସେମିତି ଭଗବାନଙ୍କର ଅତି ଆପଣାର 2-4ଟା ଲୋକ କିଏ ଅଛନ୍ତି ଯା ପାଇଁ ବୋଲି, ନୁହେଁ କି? ଘରକୁ ଭଣଜାଟିଏ ଆସିଛି, ପଡ଼ିଶା ଘରର ଯୋଡ଼ିଏ ପିଲା ଅଛନ୍ତି, ଆଉ 5 ଜଣ ଅଛନ୍ତି, ଖାଇ ବସିଛନ୍ତି। ମା ଲଡୁ ଗୋଟିଏ ଗୋଟିଏ ଦେଲେ, ପିଲେ ମାଗିଲେ ମା ଆମକୁ ଆଉ ଗୋଟେ ଲଡୁ ଦିଅ, ନେ ଖା। ଆଉ ଯୋଡ଼ିଏ ଦେଲେ, ଆହୁରି ଦେବି ବୋଲି ପଚାରୁଛନ୍ତି। ନିଜ ପୁଅ ମାଗିଲା ମା ମତେ ଚୁପ୍, ତୁ ଖାନା, କୃମି ହଉଛି ତୋର। ନିଜ ପୁଅକୁ ଦେଲେନି, ଅନ୍ୟ ପିଲାମାନଙ୍କୁ 2ଟା ଦେଇଛନ୍ତି, ଆଉ ଖାଇବୁ କିରେ ବୋଲି ପଚାରୁଛନ୍ତି। କାହିଁକି? ମାୟାକୃତ ଭେଦ, ଏଟା ମୋ ପୁଅ ତା ପୁଅ, ତାକୁ କଟକଣା କରିହବନି।
ମୋ ପୁଅ ଉପରେ ମୋର ସମ୍ପୂର୍ଣ୍ଣ ଅଧିକାର, ମୋ ଇଚ୍ଛା ହେଲେ ଖାଇବାକୁ ଦେବି, ନହେଲେ ନାହିଁ। ତଦ୍ରୂପ ଭଗବାନଙ୍କର ଯେ ପ୍ରିୟଜନ, ସେ ଇଚ୍ଛା ହେଲେ ତା କାମନା ପୂରଣ କଲେ, ନହେଲେ ନାହିଁ। ତାର କୋଉ କାମନାଟା ଅପୂରଣ ଅଛି ଯେ ଭଗବାନଙ୍କୁ ଯିଏ ପାଇଛି ଆଉ ତାର କାମନା ଫେରେ ପୂରଣ କରିବେ? ନାଇଁ କି ଭାଗବତ ପ୍ରାପ୍ତିରେ ସର୍ବସ୍ୱ ପ୍ରାପ୍ତି ହେଇଗଲାନି କି? ସେଇ କେତୋଟା ଜିନିଷ ଛାଡ଼ିଦେଲେ ଜୀବ ଅଜ୍ଞ ଆମେ ବିଜ୍ଞ ବିଷୟ କେନେ দিব, ନିଜ ପାଦର ଯଦିଆ ବିଷୟ ଘୁଚାଇବ ତାଠୁ ସିନା ଛଡେଇ ନେବେ ତାଙ୍କ ନିଜ ଲୋକଠୁ, ନହେଲେ ସର୍ବସାଧାରଣଙ୍କୁ ଭଗବାନ ସର୍ବସାଧାରଣଙ୍କୁ କାମ ଦ ସେ ପାଦ ମଧ୍ୟ କିଏ ସେରେ ପିଲେ? ଏ ପିଲାମାନେ ଝରକା ପାଖରେ କିଏ ସେ ଅଛି? ରୋଷେଇ ଘର ଆଡେ କାହିଁ ଯାଉଛ? ରୋଷେଇ ଘରକୁ ଯାଆନ୍ତି କି? ଯାଆନ୍ତି, ଦୂରରେ ରହି ଡାକିବ ନା। ତ ପ୍ରଣତ କାମଦଂ, କାମଦମ୍ ଯାବତୀୟ କାମନା ବାସନା ପରିପୂର୍ଣ୍ଣକାରୀ ଭଗବତ ପାଦପଦ୍ମ। ଏଇଟା ମନେ ରଖନ୍ତୁ, ସମସ୍ତେ ମନେ ରଖନ୍ତୁ। ଯଦି କିଛି ଗୋଟେ ବାସନା ରହିଲା ମନରେ, ଠାକୁରଙ୍କୁ ମାଗନ୍ତୁ। ଯଦି ଗୋଟେ କିଛି କାମନା ବାସନା ନିଷ୍କାମ ହେଇପାରିଲେ ଭଲ, କିନ୍ତୁ ଆମେ ଯେ ସମସ୍ତେ ନିଷ୍କାମ ହେଇଯିବା ଆମ ସ୍ତରରେ ସେ ତ ସହଜ କଥା ନୁହେଁ। ନିହାତି ଯଦି ଗୋଟେ କିଛି ପ୍ରୟୋଜନ ହେଲା ଭଗବାନଙ୍କ ପାଖରେ ମାଗନ୍ତୁ। ଟିକେ ମନ ଲଗେଇ ମାଗି ପାରିଲେ ଦେଖନ୍ତୁ ଅତି ଅଳ୍ପ ଦିନ ଭିତରେ ଅବଶ୍ୟ ପୂରଣ ହେଉଛି। ଜୀବନରେ ଥରେ ଅଧେ ଏଇଟା ଅନୁଭବ କରନ୍ତୁ। ଗୋଟେ କିଛି ଏକାନ୍ତ ପ୍ରୟୋଜନୀୟ ପଦାର୍ଥ ଅଛି, ମନ ଲଗେଇ ଠାକୁରଙ୍କ ପାଖରେ ମାଗନ୍ତୁ, ଦେଖନ୍ତୁ ସେଟା ପୂରଣ ହଉଛି ନା ନାହିଁ। ଅଲଗା ତ ପୂରଣ ହବ। ଏବଂ ଆଉ ଗୋଟେ ଲାଭ ହବ, ଆମ ଚେଷ୍ଟା ଯତ୍ନରେ ଆମେ ଯଦି କାମ୍ୟ ବସ୍ତୁଟାକୁ ଭୋଗ କରିବା, ଭୋଗ ଜନିତ ଦୁଃଖ ଗୁଡାକ ସବୁ ଆମକୁ ଭୋଗ ହବ। ଭୋଗରେ ଦୁଃଖ ନାହିଁ, ଭୋଗ ମାତ୍ରେ ଦୁଃଖ ଅଛି ନା। ଯେ ସଂସ୍ପର୍ଶ ଯା ଭୋଗା ଦୁଃଖ ଯୋ ନୟ ବତେ, ଏଇଲେ ସିନା ଆମକୁ ଲାଲ ଲାଲ ଟକ ଟକ ଦେଖାଯାଉଛି। କେତେ ଯେ ଦୁଃଖ ଜାତ କରିବ ସେ ତାର ଠିକ ଠିକଣା ନାହିଁ। ଭଗବାନଙ୍କ ପାଦ ବୁଦ୍ଧକୁ ଯଦି ମାଗିଥିବେ, ସେ ଦୁଃଖଟା ଶତକଡ଼ା 99 କମିଯିବ। ନିଜ ଚେଷ୍ଟା ପ୍ରଚେଷ୍ଟାରେ ସଂଗ୍ରହ କରିଥିବା ଭୋଗ୍ୟ ପଦାର୍ଥ କାମୋପଭୋଗ, ବୁଝୁଛନ୍ତି ନା? ନିଜ ଚେଷ୍ଟା ପ୍ରଚେଷ୍ଟାରେ ସଂଗ୍ରହ କରିଥିବା କାମୋପଭୋଗ ଯେତିକି ଦୁଃଖ ଜାତ କରିବ ସବୁଟାକୁ ଆମକୁ ଭୋଗ କରିବାକୁ ହବ ପରେ। ପ୍ରତ୍ୟେକ କାମୋପଭୋଗର ପରବର୍ତ୍ତୀ ଅବସ୍ଥାଟା ଦୁଃଖମୟ ନା ନାଇଁ? କିନ୍ତୁ ଭଗବାନଙ୍କୁ ମାଗିକିରି ଯଦି ଆପଣ ପାଇଛନ୍ତି, 99 ଭାଗ ଦୁଃଖ ଲାଘବ ହେଇଯିବ, ଗୋଟେ ଭାଗ ଭୋଗ କରିବାକୁ ହବ, ଗୋଟେ ଦିଟା ଭାଗ ଭୋଗ କରିବାକୁ ହବ। ଭଗବାନଙ୍କ ପାଦ ପିଠରୁ ମିଳୁ କିମ୍ବା ନିଜ ଚେଷ୍ଟା ପ୍ରଚେଷ୍ଟା କର୍ମ ଫଳରୁ ମିଳୁ। ଚେଷ୍ଟା ପ୍ରଚେଷ୍ଟା କଲେ ସ୍ୱକର୍ମ, ଆଉ କଣ ନିଜ କର୍ମ କଲେ ମିଳିବନି କି? ଯାଗ ଯଜ୍ଞ କରିକରି ଲୋକେ ସ୍ୱର୍ଗକୁ ପଳଉଛନ୍ତି ଟି, ଇନ୍ଦ୍ରପଦ ମିଳିଯାଉଛି। ନିଜ ଚେଷ୍ଟା ଯତ୍ନ ଅଧ୍ୟବସାୟ କର୍ମ ଯୋଜନାରୁ ଫଳ ମିଳେ। ଭଗବାନଙ୍କ ପାଦ ପିଠରେ ବସିକିରି ମାଗିଲେ, ଅଳି କଲେ ମଧ୍ୟ ସେ ଦିଅନ୍ତି। ଏଥିରେ ଗୋଟିଏ ଜିନିଷ ହଉଛି, ଭଗବାନ ଯଦି ତୁମକୁ ଭଲ ପାଉଥିବେ ଡେରିରେ ଦେବେ। ଭଗବାନ ଯଦି ସେତେ ଭଲ ପାଉନଥିବେ, ସେଠି ଆସେ ନେ ନେ ଯା 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 ପଳା, ଧରିକିରି ପଳା, ସବୁ ଗୋଟେ ଧରି ପଳା। ଏଇଟା ହଉଛି ହୁସିଆର କଥା। ଯାହାକୁ ଶୀଘ୍ର ମିଳିଗଲା ବୁଝିବାକୁ କହୁଛି ଭଗବାନ ମତେ ସେତେ ଭଲ ପାଉନାହାନ୍ତି ରେ। ଅତି ଅଳି ପ୍ରାର୍ଥନା କରି ମାଗିଲେ ଭଲ ପାଉଥିବା ଲୋକକୁ ଦେବେ। ଯା ନାଇଁ କିଛି ଦିନ ଭୋଗ କରିଦେ, ବେଶୀ ଗୁଡେ ଭୋଗିବୁନି, ମରିବୁ। ଭଲ ପାଉଥିବା ଲୋକକୁ, ଏଗୁଡାକ ଅଯଥା କଥା ନେଇ, ବାସ୍ତବ ଜିନିଷ। ପ୍ରଣତ କାମଦମ୍, ତୁମ ପାଖରେ ଯିଏ ପ୍ରଣତ ହେଲା, ତାର ଲାଳସା, କାମୋପଭୋଗ ଲାଳସା ଆପଣ ପୂର୍ଣ୍ଣ କରନ୍ତି। ଆପଣଙ୍କ ପାଦ ପିଠରେ ମାଗିଲେ ଆପଣ ଦିଅନ୍ତି, ଯାହା ମାଗିଲେ ମଧ୍ୟ ଦିଅନ୍ତି। ମାଗୁଛି ତ ଆଉ କଣ କରିବେ, ନାହିଁ କରିପାରନ୍ତିନି, ଦିଅନ୍ତି।
ଥରେ ଅଧେ ବା ମନା କରିବ ନାଇଁ ପ୍ରଭୁ ଦିଅ, ନାଇଁ ପ୍ରଭୁ ଦିଅ, ଦେଇଦିଅନ୍ତି। ଏପରିକି କୌଣସି ଅପରାଧୀ ମଧ୍ୟ ଆପଣଙ୍କ ପାଖରେ ଦୋଷ କରିକିରି ଯଦି ଗୋଡ଼ ଧରିକିରି ମାଗେ, ଦୋଷୀଟା ଦୁର୍ଗୁଣୀଟା ଆପଣଙ୍କୁ ଭଲ ପାଉନି, ଆପଣଙ୍କୁ ବିରୋଧ କରିଛି, ତଥାପି ଯଦି ପ୍ରଣତ ହେଇଗଲା, ପୂର୍ବ କଥା ଭୁଲିଗଲା, ନା ହେ ପ୍ରଭୁ ମୁଁ ଜାଣିପାରିନଥିଲି, ଆଉ ଆପଣଙ୍କ ପାଖରେ ଭୁଲ କରି ପକେଇଥିଲି ପ୍ରଭୁ, ନା ନା ମତେ ଦିଅ, ତଥାପି ଦିଅନ୍ତି। ଆପଣଙ୍କ ବିରୋଧୀ ଲୋକ ହେଲେ ମଧ୍ୟ, ଆପଣଙ୍କର ବିରୋଧୀ ଲୋକ ହେଲେ ମଧ୍ୟ ଯଦି ବିରୋଧ ଭାବକୁ ଭୁଲି ଆପଣଙ୍କ ପାଦ ପିଠରେ ମାଗେ, ଆପଣ କାହାକୁ କିଛି କେବେ ମନା କରନ୍ତିନି। ସେ ପାଦ ସବୁ ସମସ୍ତଙ୍କୁ ସବୁ ଦେବା ପାଇଁ ସମର୍ଥ। ଏଇଭଳିଆ ପାଦ ବନ୍ଧୁ ଆପଣଙ୍କର ଆମମାନଙ୍କ ପାଇଁ କେବଳ ଦୁଃଖଦାୟୀ ନୁହଁ, କୋଟି ବିଶ୍ୱ କୋଟି ଅନନ୍ତ କୋଟି ଜୀବଙ୍କର ସୁଖଦାୟୀ ସେ ପାଦ ବନ୍ଧୁ। କିପରି ଭଗବାନଙ୍କର ପାଦ ବନ୍ଧୁ କାମନା ବାସନାର ପରିପୂରକ। ଏପରିକି ପ୍ରଣତ ବ୍ୟକ୍ତି ଅପରାଧୀଟିଏ ମଧ୍ୟ ଯଦି ପ୍ରଣତ ହେଇଗଲା, ଦୋଷୀଟିଏ ଭଗବାନଙ୍କ ପାଦ ପୀଠରେ ସେ ମଧ୍ୟ ଯଦି ପ୍ରଣତ ହେଇଗଲା, ତାର କାମନା ମଧ୍ୟ ପୂରଣ କରନ୍ତି। ତ ଆସନ୍ତାକାଲି ସେଗୁଡ଼ିକ ଆଲୋଚନା କରିବା, କେମିତି କାହାର କ'ଣ ଘଟଣା ହେଇଛି। ବୋଧେ ସମୟ ହେଇଗଲାଣି ବିଳମ୍ବିତ, ଟିକେ ଡେରି ହେଇଗଲାଣି ନା, 35-40 ହେଲାଣି, ଆଜି ଟିକେ